ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନି ରଥର ତିନୋଟି ଲେଖାଏଁ ନାହାକ ଚକ ନିର୍ମାଣ ଶେଷ ହୋଇଛି। ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ତିନି ରଥ ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ତିନି ନାହାକ ଅଖର ଉଭୟ ମୁଖର ବୋଳା କାର୍ଯ୍ୟ ଜାରି ହୋଇଛି। ତିନି ରଥର ତିନୋଟି ଲେଖାଏଁ ନାହାକ ଚକ ନିର୍ମାଣ ଶେଷ ହୋଇଛି। ଏହା ସହିତ ତିନି ରଥର ଚତୁର୍ଥ ଚକ ପାଇଁ ବିନ୍ଧି କାର୍ଯ୍ୟ ଶେଷ ହୋଇଛି। ଚତୁର୍ଥ ଏବଂ ପଞ୍ଚମ ଚକ ତୁମ୍ଭ ଆଗର ବଳକା ଅଂଶ କଟାଯାଇ ସିଙ୍ଗଡ଼ା କଳସା ଜାରି ରହିଛି। ତିନି ରଥର ଚତୁର୍ଥ ଏବଂ ପଞ୍ଚମ ଚକରେ ପାଇ ସଂଯୋଗ ପରେ ପଇ କଳସା କାର୍ଯ୍ୟକୁ ବିନ୍ଧ ରଖିବା ପାଇଁ ସଂଯୋଗ ସ୍ଥଳରେ କାପ ବା ଘାଟି ନିର୍ମାଣ କାର୍ଯ୍ୟ ହେବ। ଏହା ସହ ବାକି ତୁମ୍ଭଗୁଡ଼ିକର ଅଖବିନ୍ଧ ଖୋଳା କାର୍ଯ୍ୟ ସାଥୀ ମହାରଣା ସେବକମାନେ ଜାରି ରଖିବା ସହ ତିନି ରଥର ଗୋଟାଏ ଲେଖାଏଁ 12 ଫୁଟିଆ ଆସନ କାଠର ପ୍ରଭା ଅପ୍ସରା ଏବଂ ଗୋଟିଏ ଲେଖାଏଁ ସିଂହାସନର ଚୌପଟ କାର୍ଯ୍ୟ ଜାରି ରହିଛି। ଏଥିସହ ତିନି ରଥର ନାହାକା ଅଖର ନିର୍ମାଣ ଅନୁକୂଳ ପୂଜାର ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ସାଥୀ ମହାରଣା ସେବକମାନେ ନାହାକା ଅଖତ୍ରୟର ଦୁଇ ମୁଖକୁ ବାରିଶିରେ ହାଣି ସାଲ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଅଖର ଉଭୟ ମୁଖର ଗୋଲେଇ କାର୍ଯ୍ୟ ବାକି ରହିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ ନ୍ୟୁଜ୍।